ଆଉ ଆଜି ମୁଁ ଆସିଛି ବର୍ତ୍ତମାନ ପୋଖରୀ ସାଇଡକୁ ଛେଳି ଚରିବା ପାଇଁ ବର୍ତ୍ତମାନ ଆସିଛି। ଆଉ ସକାଳୁ ସକାଳୁ ମୁଁ ଯାଇଥିଲି ପୂଜା କରିବା ପାଇଁ ନାନୀକୁ ନେଇକି। ଘରୁ ପାଖାପାଖି 15 କିଲୋମିଟର ହବ ମନ୍ଦିର। ଆଉ ସେ ଜାଗାକୁ ମୁଁ ପ୍ରଥମ ଥର ପାଇଁ ଯାଇଥିଲି। ଆଉ ସେଠି ଯାଇକି ଦେଖିଲି, ବହୁତ ଭଲ ଦୃଶ୍ୟ ଦେଖିଲି, ବହୁତ ବଢିଆ ଜିନିଷ ଦେଖିଲି। ଆପଣଙ୍କୁ ବି ମୁଁ ଦେଖେଇବି ସେ ସବୁ ଜିନିଷ ଗୁଡ଼ିକ। ଆଉ ଭିଡିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସେ ସବୁ ଆପଣ ମାନେ ସବୁ ଦେଖିପାରିବେ। Hey guys, welcome to another vlog. ଆଜିର ବ୍ଲଗ ଟି ଷ୍ଟାର୍ଟ କରିଛି ମୁଁ। ଆଉ ଜଲ୍ଦି ଜଲ୍ଦି ତ ଆମେ ପଳେଇ ଆସିଲେ ପୂଜା କରିବା ପାଇଁ। ଆଉ ଭିଡିଓ ବି ଭଲ ମାନେ ଆରମ୍ଭ କରିପାରିଲେନି ଘର ପାଖରୁ। ଆମେ ବର୍ତ୍ତମାନ ଗାଡି ରଖିଦେଇକି ସେ ନ୍ୟାସନାଲ ରେ, ଏଇଠି ନ୍ୟାସନାଲ ଗୋଟେ ଅଛି ଦେଖିପାରୁଥିବେ, ସେ ନ୍ୟାସନାଲ ଗାଡି ରଖିଦେଇକି ପାଖାପାଖି 1 କିଲୋମିଟର ଆମେ ଯିବା ଚାଲି ଚାଲି ମନ୍ଦିର ପାଖକୁ ପୂଜା କରିବା ପାଇଁ। ଆଉ ଏ ରାସ୍ତା ଦେଖନ୍ତୁ କେମିତି କାଦ ହେଇଛି, ସେଥିପାଇଁ ଆମେ ସେଠି ଗାଡି ରଖି ରୁଖାକି ବର୍ତ୍ତମାନ ଯାଉଛେ ପୂଜା କରିବା ପାଇଁ। ଚାଲନ୍ତୁ ମନ୍ଦିର ପହଞ୍ଚିକି ଆପଣଙ୍କ ସହିତ ମୁଁ କଥା ହଉଛି। ମୁଁ ଏଠି ଥରେ ବି ଆସିନାହିଁ ପୂଜା କରିବା ପାଇଁ, ଆଜି ପ୍ରଥମ ଥର ଆସିଛି ପୂଜା କରିବା ପାଇଁ। ଦେଖାଯାଉ କୋଉଠି ମନ୍ଦିର, କଣ ମନ୍ଦିର, କିସ ନାହିଁ କିସ ସବୁ ଦେଖିବା। ଆଉ ମୋ ସାଙ୍ଗରେ ଆସିଛି ମୋର ବଡ ନାନୀ, ସିଏ ଏଇଠି ଦେଖିଛି ପୂଜା କରତେ ଆସିଛି, ମୁଁ ବାକି ପ୍ରଥମ ଥର ଆସିଛି। ଆଉ ରାସ୍ତା ଦେଖିକି ତ ମୁଁ ଆଚମ୍ବିତ ହେଇଗଲି, ଗାଡି ଫାଡି କିଛି ଆଣିପାରିଲି ନାହିଁ, ଚାଲି ଚାଲି ଯାଉଛେ। ନାନୀ ଆଗେଇଛନ୍ତି। ଆଉ ଆପଣମାନଙ୍କ ପାଇଁ ଏଠି ଦେଖନ୍ତୁ ପାଣି କେମିତି ଭଳିଆ ଚାଲିଛି। ପାଣି ଯାଇ କୋଉଠି ମିଶିଛି ମୁଁ ବି ଜାଣେ ନାହିଁ। ଆଉ ଚାଲନ୍ତୁ ଦେଖିବା ଆଗକୁ କଣ ହଉଛି। ଦେଖନ୍ତୁ ମନ୍ଦିରକୁ ଆସିଲା ବେଳକୁ କିଭଳି ରାସ୍ତା ଏ ସବୁ ଦେଖନ୍ତୁ। ଏ ସବୁ କାଦ ଗୁଡିକ ସବୁ ପାରି ପୁରାକି ଯାଇତେ ପଡିବ। ଆମେ ଆସିଲେ କେତେ ଦୂରିଆରୁ ଦେଖଉଛି ଆପଣମାନଙ୍କୁ ଜୁମ କରିକି ଯାଉଛୁ। ହଁ, ସେପଟେ ନାନୀ ଡାକୁଛି, ଦେଖନ୍ତୁ ସେତେ ଦୂରରୁ ଆମେ ଆସିଲେ ଚାଲି ଚାଲି ଆସିଲେ। ବର୍ତ୍ତମାନ ଯିବା ଆଗକୁ। ଆଉ କାଦ ଗୁଡିକ ତ ଦେଖୁଥିବେ କେମିତି। ଆଉ ଟିକେ ଅଛି ପହଞ୍ଚିଯିବା, ଆଉ 100 ମିଟର ଗାନ୍ତରୁ ଅଛି ପହଞ୍ଚିଯିବା। ତାପରେ ଆଉ ବର୍ତ୍ତମାନ ମନ୍ଦିର ଆସିକି ପହଞ୍ଚି ଯାଇଛେ। ଦେଖନ୍ତୁ ଆପଣଙ୍କୁ ଏଇଠି ପୂଜା କରା ଚାଲିଛି। ଆମେ ଯିବା ବର୍ତ୍ତମାନ ସେଇଠିକି। ବର୍ତ୍ତମାନ ଚାଲନ୍ତୁ ଚପଲ ଗୁଡିକ ଖୋଲି ଖୋଲା ଦେବା। ଏଇଠି ସବୁ ଚପଲ ରଖିଛନ୍ତି, ଚପଲ ଗୁଡିକ ଖୋଲି ଖୋଲା ଦେବା, ତାପରେ ଯିବା ଭିତରକୁ। ଆଉ ଦେଖୁଥିବେ ଚାରିଆଡେ ନଟା ଚାଲନ୍ତୁ ଯିବା ଆମେ ବର୍ତ୍ତମାନ ମନ୍ଦିର ପାଖକୁ। ବର୍ତ୍ତମାନ ପୂଜା ସାରି ସୁରାକି ଆମେ ଯାଉଛୁ ବର୍ତ୍ତମାନ ଗାଡି ପାଖକୁ ପହଞ୍ଚି ହେଇଗଲାଣି। ଦେଖିପାରୁଥିବେ ନ୍ୟାସନାଲ ପହଞ୍ଚି ଗଲାଣି ଆମେ। ଆଉ ଗାଡି ପାଖକୁ ପହଞ୍ଚିଲେ ଗାଡି ଷ୍ଟାର୍ଟ କରି ଘରକୁ ଯିବା। ଆଉ ଘରକୁ ଯାଇକି ଆପଣଙ୍କ ସହିତ ମୁଁ କଥା ହଉଛି କଣ ହେଲା କଣ ନାହିଁ। ମୁଁ ଭାବୁଥିଲି ଆପଣ ମାନଙ୍କୁ ଭଲ ଲାଗିଥିବ, ମତେ ତ ଭଲ ଲାଗିଲା, ସେଥିପାଇଁ ଆପଣ ମାନଙ୍କୁ ମୁଁ ଦେଖେଇବା ପାଇଁ ଚେଷ୍ଟା କଲି। ମୁଁ ଭାବୁଛି ଆପଣମାନଙ୍କୁ ବି ଭଲ ଲାଗିଥିବ ଯଦି ତାହେଲେ ଭିଡିଓଟି ଲାଇକ୍ ସେୟାର ସବସ୍କ୍ରାଇବ କରିବେ ମୋ ସାଙ୍ଗ ସହିତ। ଆଉ ମୁଁ ଫାର୍ଷ୍ଟ ଟାଇମ ବାକି ଦେଖିଲି ସେ ଦୃଶ୍ୟ, ଆପଣମାନଙ୍କୁ ମୁଁ କହିଦଉଛି। ଆପଣ ମାନେ ଦେଖିଥିବ କି ନ ଦେଖିଥିବେ ସେଟା ତ ମୁଁ କହିପାରିବି ନାହିଁ, କମେଣ୍ଟ ମଧ୍ୟରେ ମତେ ଜଣେଇବେ ଆପଣ ମାନେ ଦେଖିଥିଲେ କି ନାହିଁ।